ସୁବିଧା କଣ ଅଛି ସେଟା ଲୋକେ କହିବେ ନା। ପାଣ୍ଡିଆନ ଯୋଉ କୀର୍ତ୍ତିକର୍ମ କରିସାରିଛନ୍ତି ସେଥିରେ ଲୋକ ଗ୍ରହଣ କରିବା କଥା। ପାଣ୍ଡିଆନ ଯାହା ଯାହା କାମ ତ ଲୋକ ଗ୍ରହଣ କରିବା କଥା। କଥା ହଉଛି ସେ ଆମ ରାଜ୍ୟର ବି କମ ସେ କମ ତାଙ୍କୁ ଆମ ରାଜ୍ୟର ଲୋକ ହବା କଥା। ଯିଏ ଓଡ଼ିଶାର ନେତୃତ୍ୱ ନବ ସେ ଆମ ରାଜ୍ୟର ଲୋକ ହବା। ସେ ତ ଆମ ରାଜ୍ୟର ଲୋକ ନୁହନ୍ତି ତ କେମିତି ଆମର ନେତୃତ୍ୱ ନେବେ କେମିତି? କୁହନ୍ତୁ ଲୋକ ଯାହାକୁ ଚାହିଁଲେ ଆମର କଣ ଆପତ୍ତି ଅଛି? ଲୋକେ ଯାହାକୁ ଚାହିଁବେ ସେ ହବ। ଲୋକେ ଯଦି ଚାହିଁଲେ ଆମର କଣ, ଆମେ କି ଆମେ ଭଇନା ଭଣ୍ଡାରୀ କଣ ଅବଜେକ୍ସନ କରିବୁ? ଲୋକ ଚାହିଁବା କଥା। ଲୋକ ଚାହିଁଲେ କିଛି ବି ହବ। ଏଇଟା ଗୋଟେ ଭାରତ ବର୍ଷ ଗୋଟେ ବିଚିତ୍ର ଦେଶ। ଏଥିରେ ଭରତ କଠଉ ଶାସନ କଲେ ପରା। ଆପଣ ଲେମ୍ବୁ ରାଜା କଥା ଶୁଣିଛନ୍ତି? ଲେମ୍ବୁ ରାଜା କଥା ଶୁଣିଛନ୍ତି? ଲେମ୍ବୁଟାକୁ ରାଜା କରାଗଲା ତ ଶାସନ ତ ଓଲଟା ଚାଲେ। ଲେମ୍ବୁ ରାଜା, ଅଷ୍ଟମଲ୍ଲ ସରକାର, କେତେ ପ୍ରକାର ଗଭର୍ଣ୍ଣମେଣ୍ଟ ଚାଲିଛି ଓଡ଼ିଶାରେ। ଅଷ୍ଟମଲ୍ଲ କଥା ଜାଣିଛନ୍ତି? ଆଠମଲ୍ଲିକ କଥା। 8ଟା ପହିଲମାନ ସରକାର ଥିଲା ଅଷ୍ଟମଲ୍ଲ, ସେଥିଲାଗି ସେ ଆଠମଲ୍ଲିକ। ତ ଭରତ କଥା ତ ଜାଣିଥିବେ, ରାମଜୀଙ୍କର କଠଉ ଶାସନ କଲା। କଠଉ ହେଲା ମର୍ଯ୍ୟାଦା ପୁରୁଷୋତ୍ତମଙ୍କର ଅନୁସାରେ ଅଯୋଧ୍ୟା ଚାଲେ। ଏମିତି ହେଲେ ଆଉ ଏଇଟା ତ ଗଣତନ୍ତ୍ର। ଗଣତନ୍ତ୍ରରେ ଲୋକମାନେ ରାଜା। ଲୋକମାନେ ଯଦି ତାଙ୍କୁ ଚାହିଁଲେ ଆମେ କିଏ? ଗୋଟିଏ ସର୍ବଭାରତୀୟ ପାର୍ଟି ତ ହେଲା ପରେ ଆମେ ଦିଲ୍ଲୀ ସହିତ ଆଲୋଚନା କଲୁ, କଣ ଦିଲ୍ଲୀ ଅନୁସାରେ ଚାଲିଲୁ? ସେମାନେ ତ ଫ୍ରିଡମ ଦେଇଛନ୍ତି। ଓଡ଼ିଶା ସରକାର ଫୁଲ ଫ୍ରିଡମ, କେହି ଦିଲ୍ଲୀ ସହିତ କିଛି ସମ୍ପର୍କ ନାହିଁ। ବିଜେଡି ମୁଁ ଆପଣ ମାନଙ୍କୁ କହିସାରିଛି, ଯୋଉଦିନ ବିଜେପି ଚାହିଁବ ହୁଇସିଲ ଫୁଙ୍କିବ, ବିଜେଡି 12 ଖଣ୍ଡ। ଏମାନେ କଣ ବଡ ବଡ କଥା କହୁଛନ୍ତି? ମୁଁ ତ କହିସାରିଛି, ଆଗରୁ କହିଛି। ଏମାନେ କେବଳ ଦେଖେଇ ହବା ପାଇଁ 2-4 ଜଣ ଟୁଙ୍ଗଟାଙ୍ଗ ହଉଛନ୍ତି। ଗୋଟେ ସେକ୍ରେଟେରିଏଟ ଗୋଟେ ଜେଲ ଘର ମାନେ ଗୋଟେ ଆନ୍ଦୋଳନ କଲେ। ଆନ୍ଦୋଳନରେ କେତେ ଲୋକ ହେଇଥିଲେ, ସେମାନେ ତାଙ୍କର ଶକ୍ତି ସାମର୍ଥ୍ୟ ସେଥିରୁ କଣ ଜାଣିପାରୁନାହାନ୍ତି? ସେମାନେ ନିଶ୍ଚୟ ନିଜେ ନିଜକୁ ଚିହ୍ନିବା କଥା, ନିଜେ ନିଜର ଶକ୍ତି ସାମର୍ଥ୍ୟ ଜାଣିବା କଥା। ଯଦି ଏତେ ପରିଶ୍ରମ ପରେ ଲୋକ କେଇଟା ହେଇଥିଲେ ଏବଂ ଡ୍ରାମା କଲେ, ଡ୍ରାମା କରିକି ରବର ଗୁଲି ଚାଲିନି, ରବର ଗୁଲି ଚାଲିଲା। କାହାର ଗୋଡରେ ଖଣ୍ଡିଆଟେ ବି ହେଇନାହିଁ, ଖଣ୍ଡିଆ ହେଇକି ହସ୍ପିଟାଲରେ ଭର୍ତ୍ତି ହେଲା। ଏସବୁ ଡ୍ରାମା ଗୁଡାକ ପୁରୁଣା ହେଇଗଲାଣି। ଏଇଟା ପୁରୁଣା ମେଥଡ। ଅନେକ ଜାଗାରେ ଅନେକ କୋଉ ଜାଗାରେ ଆନ୍ଦୋଳନ, ଯେମିତି ସେ ମମିତା ମେହେର ସରକାରଙ୍କର ଉପରେ ଗୋଟିଏ ମନ୍ତ୍ରୀ ଉପରେ ଅଭିଯୋଗ, ନବଦାସ କେସରେ ମନ୍ତ୍ରୀଙ୍କର ଉପରେ ଅଭିଯୋଗ ରହିଲା, ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଭିଯୋଗ ରହିଲା। ସେ ଆତ୍ମହତ୍ୟା କରିବା ପାଇଁ ଯାଇଛି। ବିଜେଡି ସରକାରରେ କୌଣସି ମନ୍ତ୍ରୀର କ୍ଷମତା କିଛି ନଥିଲା, ସେମାନେ କେବଳ ହାଜରା ପକାଉଥିଲେ। ତ ଏମାନଙ୍କୁ ଜେଲସ୍ ଲାଗୁଛି। ଏମାନେ କଣ ଯାଉନାହାନ୍ତି ମନ୍ତ୍ରୀ ମାନଙ୍କ ପାଖକୁ କାମ ପାଇଁ? ଯାଉଛନ୍ତି, ତ ସବୁ କରୁଛନ୍ତି। ଯଦି ମୁଁ ଖାଲି କହିବା ପାଇଁ ଗୋଟିଏ କଥାଟାକୁ ବାରମ୍ବାର ମୁଁ ଦୋହରେଇବିନି, ମୁଁ ଗୋଟିଏ କଥା କହୁଛି ଯେ ଗୋଟିଏ ଜିନିଷ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲେ ତା ଉପରେ ଆପଣଙ୍କର ତଦନ୍ତ କରାଯାଉ, ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଅଙ୍କା ଲୋକ ଦବେଇବା ପାଇଁ ଚାହୁଁଛି, ଅଙ୍କା ଲୋକର ଇସ୍ତଫା ଦାବି ହୁଏ। ଏଠି ତ କିଛି ନାହିଁ, ଏଠି ତ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛୁ। କିନ୍ତୁ ଯେହେତୁ ବିଜେଡି ଦାବି କଲା ତ ସରକାର ତାଙ୍କୁ ଗିରଫ କରିଦେଲେ। ଏମିତି ଦାବି କରିକି ଯଦି ମିଥ୍ୟା ଅଭିଯୋଗରେ ଲୋକମାନଙ୍କୁ ଖାଲି ଗିରଫ କରାଗଲା, ତାହେଲେ ମିଥ୍ୟା ଅଭିଯୋଗରେ ଗିରଫ କଲେ କେତେ ମାନସିକ ଯନ୍ତ୍ରଣା ହୁଏ ସେମାନେ ଜାଣିନାହାନ୍ତି। ମୁଁ ଜାଣିଛି, ମୋ ନାଁରେ ଏତେ ଗୁଡିଏ କେସ୍ ଭିତରୁ ସବୁ ଗୁଡାକ ପ୍ରାୟ ମିଥ୍ୟା ଅଭିଯୋଗରେ କେସ୍ ଦେଲେ। କଣ ମନ ଭିତରକୁ କେମିତି ବିଦ୍ରୋହ ମନ ହୁଏ ସେଟା ସେମାନେ ଜାଣିବା ଉଚିତ।